ମାରାଗୁଡ଼ା ଲୋକ ମହୋତ୍ସବର ଚତୁର୍ଥ ସନ୍ଧ୍ୟା। 12 ବର୍ଷରେ ହେଉଥିବା ଜଗନ୍ନାଥଙ୍କ ନବକଳେବର ଭଳି ଲାଗୁଛି ମାରାଗୁଡ଼ା ଲୋକ ମହୋତ୍ସବ। ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ 37ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ 26ଟି ପ୍ରକଳ୍ପର କଲେ ଉଦ୍ଘାଟନ। ଗୋତମାସ୍ଥିତ ଏୟାରଷ୍ଟ୍ରିପ୍ ବିମାନ ଯୋଗେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆପଡ଼ା ଜିଲ୍ଲା ଗସ୍ତରେ ଶୁକ୍ରବାର ସନ୍ଧ୍ୟା 5ଟାରେ ପହଞ୍ଚିଥିଲେ। ସେଠାରେ ଜିଲ୍ଲା ପ୍ରଶାସନ, ବିଜେପି ନେତା ଓ ଜନପ୍ରତିନିଧିଙ୍କ ତରଫରୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପରେ ସେଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଘାସିରାମ ମାଝୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ହଜାର ହଜାର ସଂଖ୍ୟାରେ ଲୋକ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କୁ ଦେଖିବା ପାଇଁ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଘଣ୍ଟ, ବାଦ୍ୟ, ଶଙ୍ଖ, କୀର୍ତ୍ତନ, ଘୁମୁରାରେ ନୂଆପଡ଼ା ସହର ଦୁଲୁକି ଉଠିଥିଲା। ଲୋକେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ପୁଷ୍ପବୃଷ୍ଟି କରି ସ୍ୱାଗତ କରୁଥିଲେ। ସନ୍ଧ୍ୟା 8ଟାରେ ସ୍ଥାନୀୟ ମିନି ଷ୍ଟାଡିୟମରେ ଆୟୋଜିତ ହେଉଥିବା ମାରାଗୁଡ଼ା ଲୋକ ମହୋତ୍ସବର ଚତୁର୍ଥ ସନ୍ଧ୍ୟା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଲେଖକ ଦାସ ବେନ ହରୁ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଲବିକା ସିଂଦେଓ, ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୁଲକିଆ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ। ଜବାହାର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା। ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ଖରିଆ ରୋଡ ଏନ୍ଏସି ଅଧ୍ୟକ୍ଷା ସୋନିଆ ଜୈନ, ବିଜେପି ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଦୀର୍ଘ 12 ବର୍ଷରେ ଯେପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବର ହୋଇଥାଏ, ସେହିପରି ମାରାଗୁଡ଼ା ଲୋକ ମହୋତ୍ସବ 12 ବର୍ଷ ପରେ ଅନୁଷ୍ଠିତ ହୋଇ ତାହାର ସଂସ୍କୃତି, ପରମ୍ପରା, ଲୋକକଳା, ଐତିହ୍ୟକୁ ପୁନର୍ଜୀବିତ କରିପାରିଛି ବୋଲି ମୁଖ୍ୟବକ୍ତା ଶ୍ରୀ ବେନହୁର ନିଜ ଅଭିଭାଷଣରେ କହିଥିଲେ। ତେବେ ମୁଖ୍ୟ ଅତିଥି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଜିଲ୍ଲାର ବିକାଶକୁ ଆଗେଇ ନେଇ 218 କୋଟି 98 ଲକ୍ଷ ଅଟକଳର 37ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ 103 କୋଟି 49 ଲକ୍ଷର 26ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଥିଲେ। ନୂଆପଡ଼ା ଜିଲ୍ଲାରେ 99% ଜଳସେଚନ କରି ଚାଷୀଙ୍କ ବିକାଶ କରିବୁ, ସବୁ ନଦୀ ନାଳରେ ଚେକ୍ ଡ୍ୟାମ୍ ଓ ଡ୍ୟାମ୍ କରିବୁ, ସମସ୍ତ ଲୁକାୟିତ ପର୍ଯ୍ୟଟନ ସ୍ଥଳୀକୁ ଉଦ୍ଧାର କରିବୁ। ଆଗାମୀ ଦିନରେ ପର୍ଯ୍ୟଟନ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରତିଭା ପରିଡ଼ା ଜିଲ୍ଲା ଗସ୍ତରେ ଆସି ଏହାର ସମୀକ୍ଷା କରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ କହିଥିଲେ। ଏହା ସହିତ ମାରାଗୁଡ଼ା ସଭ୍ୟତାକୁ ଭୁରି ଭୁରି ପ୍ରଶଂସା କରି ମହେଞ୍ଜୋଦାର ସଭ୍ୟତା ଭଳି ଏହାର ଖ୍ୟାତି ରହିଥିବା କହିଥିଲେ। ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ଏବଂ ଶହୀଦ ଯବାନଙ୍କୁ ମଧ୍ୟ ମଞ୍ଚରୁ ମୁଖ୍ୟମନ୍ତ୍ରୀ ମନେ ପକାଇଥିଲେ। ପରେ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ ଓ ସାଥୀଙ୍କ ଦ୍ୱାରା ଷ୍ଟାର ନାଇଟ୍ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହୋଇଥିଲା। ମଞ୍ଚ ଉପସ୍ଥାପିକା ଭାବେ ମଧୁମିତା ମହାନ୍ତି ଏବଂ ସଞ୍ଜୀବ ପରିଡ଼ା ମଞ୍ଚ ସଂଯୋଜନା କରିଥିଲେ। ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଆନୁଷ୍ଠାନିକ ଭାବେ ତାପରେ ସଭା ସାଙ୍ଗ ହୋଇଥିଲା। ଅର୍କ କେଶରୀ ସିଂଦେଓ, ହିତେଶ ବଗର୍ତ୍ତୀ, ସରୋଜ ସାହୁ, ଅଭିନନ୍ଦନ ପଣ୍ଡା, ଗୋଲ୍ଡି ଅଗ୍ରୱାଲ, ପ୍ରସନ୍ନ ପାଢ଼ୀ, ଯଦୁମଣି ପାଣିଗ୍ରାହୀ, ହରିଶ୍ଚନ୍ଦ୍ର ପଣ୍ଡା, ପ୍ରେମ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଜିଲ୍ଲା ପ୍ରଶାସନକ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ସୁବାସ ରାଇତ, ସିଡିଓ ଲମ୍ବୋଦର ଧରୁଆ, ଡିଏସ୍ଓ ରାଜେନ୍ଦ୍ର ବଢ଼ାଇ, ଡିଆଇପିଆର୍ଓ ବିଦ୍ୟାପତି ପଣ୍ଡା ତଥା ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ। ତେବେ ନୂଆପଡ଼ା ସାର୍କିଟ ହାଉସଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାତ୍ରି ଯାପନ କରି ଶନିବାର ସକାଳେ ଭୁବନେଶ୍ୱରକୁ ଫେରିଯିବାର କାର୍ଯ୍ୟକ୍ରମ ରହିଥିଲା। আজি ମାରାଗୁଡ଼ା ମହୋତ୍ସବ ନୂଆପଡ଼ାର ଏ ଲୋକ ମହୋତ୍ସବରେ ଆଜି ମୋତେ ସୌଭାଗ୍ୟ ପ୍ରାପ୍ତ ହେଲା ଏ ଉତ୍ସବରେ ଯୋଗ ଦେବା ପାଇଁ ଅତିଥି ହିସାବରେ, ମୁଖ୍ୟ ଅତିଥି ହିସାବରେ। ସେଥିପାଇଁ ମୁଁ ଏ ଜିଲ୍ଲାର ସମସ୍ତ ଅଧିବାସୀମାନଙ୍କୁ ନିଶ୍ଚିତ ଭାବରେ ମୁଁ ଧନ୍ୟବାଦ ଦେବି। 12 ବର୍ଷ ପରେ ଏ ମାରାଗୁଡ଼ା ମହୋତ୍ସବ ଏକ ନୂଆ କଳେବର ହିସାବରେ ଆସିକି ପହଞ୍ଚିଛି। ନୂଆ ଆଶା ଉଦ୍ଦୀପନା ସହିତ ଏକ ସମୃଦ୍ଧ ଜିଲ୍ଲାରେ ଆଗକୁ ନେବା ପାଇଁ ବହୁତ ବଡ଼ ଗୋଟିଏ ଭୂମିକା ଏ ଉତ୍ସବ ନେବ ବୋଲି ମୁଁ ଆଶା କରୁଛି। ଏ ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି ଏବଂ ବାଣିଜ୍ୟର ବାର୍ତ୍ତାବହ ହିସାବରେ
ये मारागुड़ा महोत्सव आज गोटे मुख्य भूमिका नौ जिला प्रशासन तरफ जिलार बुद्धिजीवी मान तरफ जिलार लोक मान तरफ ये उत्सव निश्चित भाव में मुझे आज अत्यंत आनंदित। बड़ कथा हूँ आज ये मारागुड़ा महोत्सव जहाँ कि एक सिंधु सभ्यता भली मारागुड़ा सभ्यता दिने ये अंचल गढ़ी उठी आहार आज पुनर्जीवित कर लोकों भितर गोटे आशार संचार हो आम अंचल अत्यंत प्राचीन सभ्यता थिबा ये अंचल आगामी दिन में एक समृद्ध जिला हिसाब से विकसित हो पार आर्थिक दृष्टिकोण आग को जापर ये प्रकार जो उत्साह बढ़ी निश्चित भाव में एक ये अंचल जहाँकि एटिकार लोक माने स्वाधीनता संग्रामी हिसाब से पराधीन भारत में सामाने बरपुत्र हिसाब से स्वाधीनता संग्रामी हिसाब से लड़े करवा एवं ताहा सहित सामाने वीर संतान हिसाब से लड़े कर शहीद होगा जहाँकि सालिहागढ़ से रक्त रंजित माटी आज से स्मृति आज बहन कर कारण लोक मान भितर आज अंचल को समृद्ध कर इच्छा आज प्रकट होता निश्चित भाव में ये उत्सव आगामी दिन में समृद्ध कर बहुत बड़ सहायक हो पार। एणु मुझे राजपथर विकास रेलपथर विकास सहित विशेषकर जलसेचन व्यवस्था को किभली भाव में रुद्धिमंत करहब 99% पर्यंत ये जलसेचन हबार स्कोप अच्छी सुजोग अच्छी आज मुझे सरकार मुखिया हिसाब से एवं जल संपद विभाग दायित्व मो पाखे कारण प्रतिश्रुति ये अंचल लोक मान आज मुझे जहाँ देखिली रवि फसल रे किभली भाव में ये अंचल शस्य श्यामला आगामी दिन में पूर्णांग करने 99% पर्यंत जलसेचन कर व्यवस्था को ये माने यशस्वी करने सफल करने निश्चित भाव में आम सरकार चिंता कर भित्तिभूमि को आहरी सुदृढ़ करने रास्ता पोल एवं स्वास्थ्य शिक्षा क्षेत्र में अधिक भित्तिभूमि सुदृढ़ करने आज ये नुआपड़ा जिला 320 कोटी टंकार प्रकल्प को शिलान्यास भी कर शुभ उद्घाटन भी कर आगामी दिन में अनेक आहरी प्रोजेक्ट अच्छी से प्रोजेक्ट गुड़िक आम सरकार टेकअप करेंगे और ये जिला को विकास क्षेत्र में सेवा क्षेत्र में अग्राधिकार देवे आ निश्चित भाव में आज ये जो लोक महोत्सव मारागुड़ा महोत्सव आगामी दिन में आनीदेव निश्चित भाव में ये ओडिशा ये जिला को समृद्ध कर प्रमुख भूमिका। धन्यवाद। For more updates, please subscribe to our channel and press the bell icon.